କୋଉଠି ଅଛୁ? କେମିତି ଅଛୁ? ଆଜି ଭଳି ଦିନରେ ତତେ ମୁଁ ଭୁଲି ପାରୁନି ରେ। ତତେ ଅନେକ ଖୋଜିଲିଣି, ହେଲେ କୋଉଠି ପାଉନି। ଭଲରେ ଅଛୁ ତ? ତୋ ଭାଇ କଥା କ'ଣ ତୋର ଜମା ହିଁ ମନେ ପଡ଼ୁନି? ଆଜି ପା ରାକ୍ଷୀ ପୂର୍ଣ୍ଣିମା। ସକାଳୁ ଗାଧେଇ ସାରି ତୁ ରାକ୍ଷୀ ବାନ୍ଧିବାକୁ ଅପେକ୍ଷା କରିଛି, ହେଲେ ମୋର କ'ଣ ମନେ ଅଛି ଯେ ତୁ ମୋ ପାଖରେ ନାହୁଁ ବୋଲି? ଏ କଥା ଥିଲା ଗୋଟେ ଭାଇର। ଆଜିର ଦିନରେ ତା ଭଉଣୀକୁ ମନେ ପକେଇ କାନ୍ଦୁଥିଲା ଭାଇ, ହେଲେ ଭଉଣୀର କୋଉଠି ବି ଦେଖା ନଥିଲା। ଆଜି ଭଳି ଦିନରେ କୋଉ ଭଉଣୀ କ'ଣ ତା ଭାଇକୁ ଛାଡ଼ି ରହିପାରିବ ଆଜ୍ଞା? ଯଦି ନା, ତେବେ ତା ଭଉଣୀ କୁଆଡ଼େ ଯାଇଛି ଆଉ କାହିଁକି ଆସିଲାନି? ଆସନ୍ତୁ ଜାଣିବା ଭଦ୍ରକ ଚାନ୍ଦବାଲିର ଗୋଟେ ଭାଇର ଦୁଃଖ ଭରା କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଟିକେ ନଜର ପକାନ୍ତୁ ଏଇ ଭାଇ ଉପରେ। ଜୁଲାଇ 31 ତାରିଖରୁ ଚାନ୍ଦବାଲି ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲାଣି। ଏଇ ପୋଲିସ ବାବୁମାନଙ୍କୁ କେତେ ନେହୁରା ହେଲାଣି, ମୋ ଭଉଣୀକୁ ଟିକେ ଖୋଜି ଦିଅ। ହେଲେ ଜୁଲାଇ 31ରୁ ଅଗଷ୍ଟ 9 ହୋଇଗଲା, କିନ୍ତୁ ନିଜ ନାବାଳିକା ଭଉଣୀର କିଛି ଖୋଜ ଖବର ମିଳିପାରିଲାନି, କି ପୋଲିସ ବି କିଛି ଆକ୍ସନ୍ ନେଉନି। ସବୁଦିନ ପରି ରାତିରେ ଏଇ ଭାଇର ନାବାଳିକା ଭଉଣୀ ଖାଇ ପିଇ ଶୋଇପଡ଼ିଥିଲା, ହେଲେ ରାତି ପାହିଲା ବେଳକୁ ଭଉଣୀ ଘରେ ନଥିଲା। ସନ୍ଦେହ କରୁଥିବା ଦୁଇ ଯୁବକଙ୍କ ନାଁରେ ଥାନାରେ ଏତଲା ଦେଲା ଭାଇ, ହେଲେ କିଛି ଲାଭ ହେଲାନି। ନା ଆଜି ପର୍ଯ୍ୟନ୍ତ ଭାଇକୁ ତା ଭଉଣୀ ମିଳିଲା, ନା ଏ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲା। ଘଟଣାକୁ 7 ଦିନରୁ ଅଧିକ ବିତି ଯାଇଥିଲେ ବି ଚାନ୍ଦବାଲି ପୋଲିସ ଯେମିତି ହାତ ବାନ୍ଧି ଚୁପ୍ ବସି ପଡ଼ିଛି। ଏପଟେ ଦେଖୁ ଦେଖୁ ରାକ୍ଷୀ ପୂର୍ଣ୍ଣିମାଟା ବି ଚାଲି ଆସିଥିଲା, ଆଉ ଏ ଭାଇର ହାତଟା ସେମିତି ଖାଲି ଥିଲା। ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଏ ଭାଇ ଦଶରଥ ମନ ଭିତରେ କ'ଣ ବିତୁଥିବ ଥରେ ଚିନ୍ତା କଲେ ଆଜ୍ଞା। ରାକ୍ଷୀରେ ଯଦି ଭାଇ ପାଖରେ ଭଉଣୀ ନଥିବ କେମିତି ଲାଗିବ? ଥରେ ତାକୁ ପଚାର ଯାହାର ଭଉଣୀ ନାହିଁ। ଆଉ ଏ ଦଶରଥର ତ ଭଉଣୀ ଅଛି, ଆଉ ସବୁ ବର୍ଷ ହାତରେ ରାକ୍ଷୀ ବାନ୍ଧୁଥିବା ଭଉଣୀଟା ଏ ବର୍ଷ ଯେତେବେଳେ ପାଖରେ ନଥିବ, ସେଇ ଭାଇର କଷ୍ଟ କେବଳ ସେ ନିଜେ ଅନୁଭବ କରିପାରୁଥିବ। କ'ଣ ଭୁଲ କହିଲି କି ଆଜ୍ଞା? ଜଣା ନାହିଁ ଦଶରଥର ଭଉଣୀ କେଉଁଠି ଅଛି, କେମିତି ଅଛି, ଆଉ କେବେ ଫେରିବ। ଏଇ ଭାଇର ଅଭିଯୋଗ ଅନୁସାରେ ଯଦି ସେ ଅପହରଣ ହେଇଛି, କାହିଁକି କରିଛନ୍ତି ସେ କଥା ତ ସେମାନେ କହିପାରିବେ ଆଜ୍ଞା। ହେଲେ ଆଜିର ଦିନରେ ଗୋଟେ ଭାଇଠୁ ତା ଭଉଣୀକୁ ଅଲଗା କରି ଜମା ବି ଠିକ୍ କରିନାହାନ୍ତି। ସତ କହିଲେ, ଏଇ ରାକ୍ଷୀଟା ଆସିଲେ ଭାଇ ଭଉଣୀମାନେ କେତେ ଖୁସି ହେଇଯାଆନ୍ତି। ବର୍ଷ ସାରା ମାଡ଼ ଆଉ ଝଗଡ଼ା ଲାଗୁଥିବା ଭାଇ ଭଉଣୀ ଏଇ ଦିନରେ ସବୁ ଭୁଲି ସ୍ନେହ ମମତାର ସେ ବନ୍ଧନ ଭିତରେ ବାନ୍ଧି ହେଇଯାଆନ୍ତି। ଗୋଟେ ଭଉଣୀ ଯେତେବେଳେ ବାହା ହେଇଯାଏ, ସେ ବି ତାର ସବୁ କାମ ଭୁଲି ଏଇ ଦିନରେ ଭାଇ ପାଖରେ ପହଞ୍ଚିଯାଏ। ହାତରେ ରାକ୍ଷୀ ବାନ୍ଧି ଦେଇ ଭାଇର ଶୁଭ ମନାସେ, ଆଉ ଭାଇ ବି ସେଇ ରାକ୍ଷୀର ମୂଲ୍ୟ ଭଉଣୀର ରକ୍ଷା କବଚ ହେଇ ସବୁଦିନ ପାଇଁ ହୁଏ। ନିଆରା ସମ୍ପର୍କର ନିଆରା ପରମ୍ପରା, ଏଇ ତ ଆମ ଓଡ଼ିଆ ଜାତିର ଗର୍ବ ଆଉ ଗୌରବ। କିନ୍ତୁ ଆଜି ଦଶରଥ ସହିତ ଯାହା ଘଟିଛି, ହୁଏତ ଆଉ କେଉଁ ଭାଇ ସହିତ କେବେ ବି ନ ଘଟୁ। ଆପଣଙ୍କୁ କ'ଣ ଲାଗୁଛି? ଦଶରଥର ଭଉଣୀ ଭଲରେ ଭଲରେ ଘରକୁ ଫେରିବ ତ? ପୋଲିସ ଏ ଘଟଣାରେ ସହଯୋଗ କରି ତା ଭଉଣୀକୁ ଖୋଜି ଆଣିବାରେ ସଫଳ ହେବ ତ? ଆପଣଙ୍କ ମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।